ଗୋଟିଏ ଘରେ ଦୁଇଟି ମା ଝିଅ ରହୁଥିଲେ। ସେ ଦୁଇ ଜଣ ବହୁତ ଗରିବ ଥିଲେ। ମା ଚଢ଼େଇର ନାଁ ଶାନ୍ତି ଓ ଝିଅ ଚଢ଼େଇ ନାଁ ଟିକି। ଶାନ୍ତି ଚଢ଼େଇ ପ୍ରତିଦିନ ଯାଇ ବଜାରରେ ମାଛ ବିକ୍ରି କରୁଥିଲା। ଶାନ୍ତିର ମାଛ ବେପାର ଭଲ ଚାଲୁଥିବାରୁ ସେମାନେ ଆରାମରେ ତାଙ୍କ ପରିବାର ଚଳି ଯାଉଥିଲା। ଜଙ୍ଗଲର ସମସ୍ତ ଚଢ଼େଇମାନେ ଶାନ୍ତି ପାଖରୁ ମାଛ କିଣି ନେଇ ଖାଉଥିଲେ। ଗୋଟିଏ ଦିନ ଶାନ୍ତି ଚଢ଼େଇ ମାଛ ବେପାର କରିବାକୁ ଯିବା ସମୟରେ ଟିକି କହିଲା, ମା, ତମେ କ'ଣ ପ୍ରତିଦିନ ମାଛ ବିକ୍ରି କରିବାକୁ ଯାଇ ସବୁତକ ମାଛ ବିକ୍ରି କରି ଆଣୁଛ? କିଛି ମାଛ ଘରକୁ ଆଣୁନ? ଘରେ ଆମେ ମାଛ ତରକାରୀ କରି ଖାଇବା। ଏମିତି ବହୁତ ଦିନ ହେଲାଣି ମୁଁ ମାଛ ତରକାରୀ କରି ଖାଇନି। ଆଜି କିଛି ମାଛ ଘରକୁ ଆଣିଥିବ, ମୋତେ ମାଛ ବନେଇଦେବ, ମୁଁ ଖାଇବି। ହଉ ଟିକି, ମୁଁ ଆଜି ଯେମିତି ହେଲେ ବି ନିଶ୍ଚୟ ତୋ ପାଇଁ କିଛି ମାଛ ଘରକୁ ଆଣିବି ଆଉ ତତେ ରୋଷେଇ କରିକି ଦେବି। ତୁ ନିଶ୍ଚୟ ଖାଇବୁ। ଏମିତି କହି ଶାନ୍ତି ଚଢ଼େଇ ବଜାରକୁ ମାଛ ବେପାର କରିବା ପାଇଁ ଚାଲିଗଲା। ତାପରେ ସେ ବଜାରକୁ ଆସି ମାଛ ବିକ୍ରି କରି ସନ୍ଧ୍ୟା ବେଳକୁ ଘରକୁ ଚାଲିଗଲା। ଆଉ ଘରକୁ ଯାଇ ସେ ମାଛ ତରକାରୀ ତିଆରି କରୁଥିଲା। ସେଇ ସମୟରେ ଗୋଟିଏ ଚିଲ ତା ପାଖକୁ ଆସିଲା। ମାଛ ତରକାରୀ ତ ବହୁତ ଭଲ ବାସ୍ନା ଆସୁଛି। ଲାଗୁଛି ବହୁତ ଭଲ ଲାଗିବ। ଦେଲ ମୋତେ ଟିକେ ମାଛ ତରକାରୀ ଦେଲ, ମୁଁ ଖାଇବି। ଆରେ, ଆମେ ତ ମା ଝିଅ ଦୁଇ ଜଣଙ୍କ ପାଇଁ ରୋଷେଇ କରିଛି। ଏଯାଏ ଆମେ ଖାଇନୁ, ଆଉ ତମକୁ କେମିତି ଦେବୁ? ମୁଁ ଦେଇପାରିବିନି। ଦେଖେ ଚଢ଼େଇ, ଭଲରେ କହୁଛି ଦେଇଦେ, ନହେଲେ ଦେଖିବୁ ମୁଁ କ'ଣ କରିବି। ନାଇଁ, ମୁଁ ମୋ ଝିଅ ପାଇଁ ରୋଷେଇ କରିଛି। ମୋ ଝିଅ ନ ଖାଇଲା ପର୍ଯ୍ୟନ୍ତ ମୁଁ କାହାକୁ ଦେଇପାରିବିନି। ତମେ ଏଠୁ ଚାଲିଯାଅ। ଚଢ଼େଇର ଏମିତି କଥା ଶୁଣି ଚିଲ ବହୁତ ରାଗିଗଲା ଆଉ ସେଠାରୁ ସେ ଚାଲିଗଲା। ଆରେ, ସେ ଚଢ଼େଇର କ'ଣ ଏତେ ସାହସ? ସେ ମୋତେ ମାଛ ତରକାରୀ ଦେବା ପାଇଁ ମନା କରିଦେଲା। ରହ ଚଢ଼େଇ, ତୁ ମାଛ ବେପାର କରି ଚଳୁଛୁ ନା? ଏବେ କେମିତି ମାଛ ବେପାର କରି ଚଳିବୁ ତୁ ଦେଖେ। ତା ପରଦିନ ଚଢ଼େଇ ଯେଉଁ ଜାଗାରେ ମାଛ ବିକ୍ରି କରୁଥିଲା, ସେଇ ଜାଗାରେ ଚିଲ ମଧ୍ୟ ମାଛ ବିକ୍ରି କରିବା ପାଇଁ ଆସିଲା। ଯେତେ ଚଢ଼େଇମାନେ ଶାନ୍ତି ପାଖକୁ ମାଛ କିଣିବାକୁ ଆସୁଥିଲେ ତ ସମସ୍ତ ଚଢ଼େଇକୁ ସତ ମିଛ କହି ଚିଲ ତା ପାଖରୁ ମାଛ କିଣି ନେବାକୁ ବାଧ୍ୟ କଲା। ତାପରେ ଶାନ୍ତି ଚଢ଼େଇ ପାଖରୁ କେହି ବି ମାଛ ନେଉନଥିଲେ। ସେ ବହୁତ କଷ୍ଟରେ ଘର ଚଳୁଥିଲା। ଦିନେ ଗୋଟିଏ ଚଢ଼େଇ ଶାନ୍ତି ପାଖକୁ ମାଛ କିଣିବାକୁ ଆସିଥିଲା। ଆଉ ଶାନ୍ତି ନଥିବାରୁ ସେ ଚିଲ କଥାରେ ପଡ଼ି ଚିଲ ପାଖରୁ ମାଛ ନେଇ ଚାଲିଗଲା। ତାପରେ ସେ ଚଢ଼େଇ ଘରକୁ ଆସି ମାଛକୁ ଦେଖେ ତ ସେଇଟା ଖରାପ ମାଛ ଥାଏ ଆଉ ବହୁତ ଦୁର୍ଗନ୍ଧ ହେଉଥାଏ। ଆରେ, ଏଇଟା ତ ଖରାପ ମାଛ। ମୁଁ କାହିଁକି ଶାନ୍ତି ପାଖରୁ ନ ଆଣି ସେ ଚିଲ କଥାରେ ପଡ଼ି ତା ପାଖରୁ ଆଣିଲି। ଆରେ, ଏଇଟା ତ ରୋଷେଇ କରି ହବନି। ସେଥିପାଇଁ ସାଙ୍ଗମାନେ, ଆପଣ ଅନ୍ୟ କଥା ନ ଧରି ନିଜକୁ ଯାହା ଭଲ ଲାଗେ ସେଇଆ କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରନ୍ତୁ।